Hello student, welcome to our YouTube channel Easy Learning. ଆମେ ପଢୁଥିଲେ ଷଷ୍ଠ ଶ୍ରେଣୀ ଇଂରାଜୀ ଏ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ ପାର୍ଟ 1 ଓ ପାର୍ଟ 2 ପଢ଼ା ସରି ସାରିଛି। ଯେଉଁମାନେ ସେ ଭିଡ଼ିଓ ଦେଖିନାହ ଯାଇ ପ୍ରଥମେ ପ୍ଲେଲିଷ୍ଟକୁ ଯାଇ ପ୍ରଥମେ ସେ ଭିଡ଼ିଓ ଦେଖିଦିଅ, ତାପରେ ଆସି ଏହାକୁ ଦେଖିବ। ଠିକ୍ ଅଛି, ଆଜି ପଢ଼ିବା ଏ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍। ଆରମ୍ଭ କରିବା ଏ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍। ଆଫ୍ଟର ଇଟିଂ ଦ ଡଗ୍ ଆମେ ପାର୍ଟ 1 ରେ ଦେଖିଥିଲେ ସେ କ'ଣ ଗୋଟିଏ ପତଲା ପୁଅକୁ ସେ ଖାଇ ଦେଇଥିଲା ଓ ପାର୍ଟ 2 ରେ ଦେଖିଥିଲେ ଗୋଟିଏ କୁକୁରକୁ ମଧ୍ୟ ସେ ଖାଇ ଦେଇଥିଲା। ଏବେ ପାର୍ଟ 3 ରେ କହୁଛି ଆଫ୍ଟର ଇଟିଂ ଦ ଡଗ୍। ଆଫ୍ଟର ଇଟିଂ ଦ ଡଗ୍ ବୋଲେ ପାର୍ଟ 2 ରେ ଯେଉଁ କୁକୁରକୁ ଖାଇ ଦେଇଥିଲା ସେ କଥା ସେ କହୁଛି। ଦ ମ୍ୟାନ୍ ୱାକ୍, କୁକୁରକୁ ଖାଇସାରିଲା ପରେ ସେ ଆଗକୁ ଚାଲିଲା, ତାପରେ ଚାଲିଲା ଟିଲ୍ ଯେତେ ପର୍ଯ୍ୟନ୍ତ ଗୋଟେ କାହାକୁ ଭେଟିଲା, ଗୋଟେ ଲିଟିଲ୍ ସ୍କ୍ୱେରେଲକୁ ଭେଟିଲା। ତାପରେ କ'ଣ କହୁଛି, ଦ ଲିଟିଲ୍ ସ୍କ୍ୱେରେଲ ଆସ୍କ୍ଡ ଦ ଓଲ୍ଡ ମ୍ୟାନ୍, ସେ ସ୍କ୍ୱେରେଲଟି ପଚାରିଲା, କାହାକୁ ପଚାରିଲା, ସେ ଓଲ୍ଡ ମ୍ୟାନ୍କୁ ପଚାରିଲା। କ'ଣ ପଚାରିଲା, ଓଲ୍ଡ ମ୍ୟାନ୍ ହ୍ୱାଟ୍ ମେକ୍ସ ୟୁ ସୋ ହ୍ୟାପି। ସେ ସ୍କ୍ୱେରେଲଟି ପଚାରିଲା, ତମକୁ କ'ଣ ଏତେ ମୋଟା କରୁଛି ବୋଲିକରି ସେ ପଚାରିଲା। ପଚାରିବା ମାତ୍ରେ ସେ ଓଲ୍ଡ ମ୍ୟାନ୍ଟି କହିଲା, ଆଇ ହ୍ୟାଭ୍ ଟେକେନ୍ ଭେରି ହେଭି ବ୍ରେକଫାଷ୍ଟ, ମୁଁ ବହୁତ ହେଭି ଜଳଖିଆ ଖାଇଛି, ସେଥିପାଇଁ ମୁଁ ଏତେ ମୋଟା ଦେଖାଯାଉଛି ବୋଲି କହିଲା। ଇନ୍ ମାଇ ବ୍ରେକଫାଷ୍ଟ, ମୋ ବ୍ରେକଫାଷ୍ଟରେ ଆଇ ଟୁକ୍ 2 ମଗ୍ସ ଅଫ୍ ଟି, ମୁଁ 2 ମଗ୍ ଟି ପିଇଛି। 2 ଲିଟର୍ସ ଅଫ୍ ମିଲ୍କ, 2 ଲିଟର କ୍ଷୀର ପିଇଛି। 3 ଟିନ୍ସ ଅଫ୍ ବିସ୍କିଟ୍, 3 ଟିନ୍ ବିସ୍କିଟ୍ ଖାଇଛି। ଆଣ୍ଡ 5 ବିଗ୍ ପିସେସ୍ ଅଫ୍ କେକ୍, ଆଉ 5ଟି ବଡ଼ ବଡ଼ ପିସ୍ର କେକ୍ ମଧ୍ୟ ଖାଇଛି। ଦେନ୍ ଆଇ ଏଟ୍ ଏ ଲିଟିଲ୍ ବୟ, ଆଉ ମୁଁ ଛୋଟ ପତଲା ଗୋଟିଏ ବୟକୁ ମଧ୍ୟ ଖାଇ ଦେଇଛି, ଯାହା ଆମେ ପାର୍ଟ 1 ରେ ପଢ଼ିଥିଲେ। ଆଣ୍ଡ ଏ ସ୍ମଲ୍ ଡଗ୍, ଆଉ ଗୋଟେ ଛୋଟ କୁକୁରକୁ ମଧ୍ୟ ଖାଇ ଦେଇଛି ବୋଲି କହିଲା, ଯାହା ଆମେ ପାର୍ଟ 2 ରେ ପଢ଼ିଲେ। ଆଇ ୱିଲ୍ ଅଲସୋ ଇଟ୍ ୟୁ ଅପ୍ ଇଫ୍ ଆଇ କ୍ୟାନ୍ କ୍ୟାଚ୍ ୟୁ, ଆଉ ମୁଁ ତମକୁ ମଧ୍ୟ ଏବେ ଖାଇ ଦେଇପାରିବି ଯଦି ତମକୁ ଯଦି ମୁଁ ଏବେ ଧରିପାରିବି ବୋଲି କହିଲା। ବଟ୍ ୟୁ କ୍ୟାନ୍ ନଟ୍ କ୍ୟାଚ୍ ମି ଓଲ୍ଡ ମ୍ୟାନ୍, କିନ୍ତୁ ତମେ ମୋତେ ଧରିପାରିବ ନାହିଁ ବୋଲି ସେ ଉପହାସ କରି କହିଲା। ସେଡ୍ ଦ ଆକ୍ଟିଭ ଏଜାଇଲ୍ ଲିଟିଲ୍ ସ୍କ୍ୱେରେଲ, ତୀବ୍ର ଓ ଅତି ଛୋଟ ସ୍କ୍ୱେରେଲଟେ ତାହାକୁ କହିଲା। ଦେନ୍ ଦ ସ୍କ୍ୱେରେଲ ଜମ୍ପଡ୍ ଅଫ୍ ଦ ଟ୍ରି, ତାହା କହି ସେ ଗୋଟିଏ ଗଛକୁ ଡେଇଁ ପଡ଼ିଲା। କିଏ? ସେ ସ୍କ୍ୱେରେଲଟି। ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଦ ଟ୍ରି, ତାପରେ ସେ ଓଲ୍ଡ ମ୍ୟାନ୍ଟି ମଧ୍ୟ ସେ ଗଛକୁ ଡେଇଁ ପଡ଼ିଲା। The little squirrel jumped up to the main branch of the tree, ତାପରେ ସେ ଲିଟିଲ୍ ସ୍କ୍ୱେରେଲଟି ତାର ମୁଖ୍ୟ ଶାଖାକୁ ଡେଇଁ ପଡ଼ିଲା। ତାପରେ ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଟୁ ଦ ମେନ୍ ବ୍ରାଞ୍ଚ ଅଫ୍ ଦ ଟ୍ରି, ତାପରେ ସେ ବୁଢ଼ା ଲୋକଟି ଓ ସେ ମୋଟା ଲୋକଟି ସେ ମଧ୍ୟ ସେ ମୁଖ୍ୟ ଶାଖାକୁ ଡେଇଁ ପଡ଼ିଲା। ତାପରେ ନେକ୍ସଟ ଦ ଲିଟିଲ୍ ସ୍କ୍ୱେରେଲ ଜମ୍ପଡ୍ ଅପ୍ ଟୁ ଏ ଥିନ୍ ବ୍ରାଞ୍ଚ, ତାପରେ ସେ ଗୋଟେ ପତଲା ଗୋଟେ ଶାଖାକୁ ଡେଇଁଲା। କିଏ? ସେ ସ୍କ୍ୱେରେଲଟି। ଦେନ୍ ଦ ଓଲ୍ଡ ମ୍ୟାନ୍ ଅଲସୋ କ୍ଲାଇମ୍ବଡ୍ ଅପ୍ ଟୁ ଦ ଥିନ୍ ବ୍ରାଞ୍ଚ, ତାପରେ ସେ ଓଲ୍ଡ ମ୍ୟାନ୍ ବା ଫ୍ୟାଟ୍ ମ୍ୟାନ୍ ସେ ମଧ୍ୟ ଗୋଟେ ସେ ଯେଉଁ ଶାଖାକୁ ଡେଇଁଥିଲା ସେ ଶାଖାକୁ ଏଇ ମଧ୍ୟ ଡେଇଁ ପଡ଼ିଲା, କିନ୍ତୁ ସେ ଶାଖାଟି ବହୁତ ପତଲା ଥିଲା। ବଟ୍ ଥ୍ରାସ୍ ମତଲବ ଚମକିକି ଦ ସ୍ମଲ୍ ବ୍ରାଞ୍ଚ ବ୍ରୋକ୍ ଆଣ୍ଡ ଦ ଓଲ୍ଡ ମ୍ୟାନ୍ ଫେଲ୍ ଇଣ୍ଟୁ ଦ ଗ୍ରାଉଣ୍ଡ, କିନ୍ତୁ ସେ ପତଲା ଥିଲା, ସେ ବ୍ରାଞ୍ଚଟି ବହୁତ ପତଲା ଥିଲା ଓ ଏ ଲୋକଟି ବହୁତ ମୋଟା ଥିଲା, ସେଥିପାଇଁ ତାହା ଭାଙ୍ଗିଗଲା ଆଉ ଏ ଓଲ୍ଡ ମ୍ୟାନ୍ଟି ତଳେ ପଡ଼ିଗଲା। ହିଜ୍ ବିଗ୍ ବେଲି ବ୍ରଷ୍ଟ ଆଉଟ୍, ତାର ବହୁତ ବଡ଼ ଯେଉଁ ପେଟ ଥିଲା ତାହା ଫାଟିକି
ପୁରା ବାହାରକୁ ପଳେଇ ଆସିଲା। ଦ ଲିଟିଲ୍ ବୟ କ୍ୟାମ୍ ଆଉଟ୍, ତା ପେଟ ଫାଟିଗଲା ପରେ ସେ ଯେଉଁ ପାର୍ଟ 1ରେ କାହାକୁ ଖାଇଥିଲା, ଯେଉଁ ବୟକୁ ଖାଇଥିଲା ସେ ବାହାରକୁ ପଳେଇ ଆସିଲା। ତାପରେ ଦ ଲିଟିଲ୍ ଡଗ୍ କ୍ୟାମ୍ ଆଉଟ୍, ଯାହା ପାର୍ଟ 2ରେ ପଢ଼ିଥିଲେ, ଗୋଟିଏ ଛୋଟ କୁକୁରକୁ ଖାଇଥିଲା, ସେ ମଧ୍ୟ ବାହାରକୁ ପଳେଇ ଆସିଲା। ଆଣ୍ଡ ଦ ସ୍କ୍ୱେରେଲ୍ ୱାଜ୍ ଅଲସୋ ଆଉଟ୍ ବିକଜ୍ ହି ୱାଜ୍ ନେଭର୍ ଏଭର୍ ଇନ୍, ଆଉ ସେ ସ୍କ୍ୱେରେଲ୍ ବି ବାହାରେ ଅଛି, ସେ ତ କେବେ ପେଟ ଭିତରକୁ ଯାଇ ହି ନଥିଲା, ବାସ୍ ତାକୁ ଖାଇପାରି ହି ନଥିଲା। ବାସ୍ ଏତିକି ଥିଲା ଆମର ପାଠ। ତାପରେ ଦେଖିବା କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ରେ କ'ଣ ଦେଇଛି। ଦେଖ କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ କ'ଣ ଅଛି। କମ୍ପ୍ରିହେନ୍ସନ୍ କ୍ୱେଶ୍ଚିନ୍ରେ ଦେଇଛି ହୁମ୍ ଡିଡ୍ ଦ ଓଲ୍ଡ ମ୍ୟାନ୍ ମିଟ୍ ଇନ୍ ଦିସ୍ ସେକ୍ସନ୍। ସେ କାହାକୁ ଭେଟିଥିଲା, ଗୋଟେ ସ୍କ୍ୱେରେଲ୍କୁ ଭେଟିଥିଲା। ଠିକ୍ ଅଛି। ହ୍ୱାଟ୍ ଡିଡ୍ ଦ ସ୍କ୍ୱେରେଲ୍ ଆସ୍କ ଦ ଓଲ୍ଡ ମ୍ୟାନ୍। ଦ ସ୍କ୍ୱେରେଲ୍ ଆସ୍କ ଦ ଓଲ୍ଡ ମ୍ୟାନ୍ ହ୍ୱାଟ୍ makes you so fat। ঠিক আছে। How many mugs of tea did the old man take? 2 mugs of tea। তারপরে where did the squirrel jump up first? দেখো ফার্স্ট কোথায় জম্প করছে, এদি দেখো the squirrel jump up the tree। দেখো 4 নম্বর কোশ্চেন, squirrel first jump up to tree, then why did the old man fall down? Because the branch was thin where the fat man jump। ଭଲ ଭାବରେ ଟିକେ ଲେଖିବ, ଏଠି ଜାଗା ନାହିଁ ସେଇଥିପାଇଁ ଏଠି ଜଷ୍ଟ ଲେଖିଦେଉଛି। ତମ କଥା ଶୁଣି ଶୁଣି ଯାହା ବି ଅଛି ତାହା ଟିକେ ଟିକେ ଅନ୍ଦାଜ ଲାଗିକି ଲେଖିପାରିବ ଆପେ ଆପେ ମଧ୍ୟ। ଠିକ୍ ଅଛି। ଏବେ ଦେଖିବା 7 নম্বর, ହୁ କ୍ୟାମ୍ ଆଉଟ୍? ଦ ବୟ and dog came out। ঠিক আছে। Why was the squirrel out? Because the old man never ever catch the squirrel। ସେ କେବେ ତାହାକୁ ଧରି ହିଁ ପାରିନଥିଲା। ତାପରେ ଡିଡ୍ ୟୁ ଲାଇକ୍ ଦ ଷ୍ଟୋରି? ହ୍ୱାଇ ଡୁଡ୍ ୟୁ ଲାଇକ୍? ଏଇଟା ନିଜେ ନିଜେ ତମକୁ ପସନ୍ଦ ଲାଗେ କି ନାହିଁ, କ'ଣ ପାଇଁ ପସନ୍ଦ ଲାଗେ, କ'ଣ ଏଇଟା ନିଜେ ନିଜେ କରିବ। ଠିକ୍ ଅଛି। ଏତିକି ଥିଲା ଆମର ଏ ଗ୍ରେଡି ଫ୍ୟାଟ୍ ଓଲ୍ଡ ମ୍ୟାନ୍ ପାର୍ଟ 3। ଆମର ଯଦି ପାଠ ବା ଭିଡ଼ିଓ ଭଲ ଲାଗୁଥିବ, ଭଲ ଭାବରେ ବୁଝି ହେଉଥିବ, ତାହେଲେ ଗୋଟିଏ ଲାଇକ୍ କରିବ, ସେୟାର କରିବ ଓ ସବସ୍କ୍ରାଇବ୍ କରି ରଖିବ ଆମର